ଜୀବନର କୌଣସି ନା କୌଣସି ମୋଡ଼ରେ ପ୍ରତ୍ୟେକ ମଣିଷର ମନ ଅଶାନ୍ତ, ବ୍ୟାକୁଳ ଏବଂ ହତାଶ ହୋଇଯାଏ। ଯେତେବେଳେ ଚତୁର୍ଦିଗରୁ କେବଳ ଅନ୍ଧକାର ଦେଖାଯାଏ, ସେତେବେଳେ ଭଗବଦ୍ ଗୀତାର ମୂଲ୍ୟବାନ ବାଣୀ ଆଲୋକର ଏକ କିରଣ ସଦୃଶ୍ୟ ଆମ ମନକୁ ଶାନ୍ତି ଓ ମାର୍ଗଦର୍ଶନ ପ୍ରଦାନ କରିଥାଏ। ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ଅର୍ଜୁନ ନିଜର ପ୍ରିୟଜନମାନଙ୍କ ସମ୍ମୁଖରେ ଦେଖି ହତାଶ ଓ ମୋହଗ୍ରସ୍ତ ହୋଇ ଧନୁଷର ତ୍ୟାଗ କରିଦେଇଥିଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ତାହା କେବଳ ଅର୍ଜୁନଙ୍କ ପାଇଁ ନଥିଲା, ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଥିଲା। ଯଦି ଆପଣଙ୍କର ମନ ଅଶାନ୍ତ ଅଛି, ତେବେ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ଏହି ମୂଲ୍ୟବାନ ଓ ଗଭୀର ଉପଦେଶ ଗୁଡ଼ିକ ମନଧ୍ୟାନ ଦେଇ ଅନୁଭବ କରନ୍ତୁ। ପ୍ରଥମରେ, ଯେଉଁ ବ୍ୟକ୍ତି ମନକୁ ନିୟନ୍ତ୍ରଣ କରିଥାଏ, ସେ ଦୁନିଆର ସବୁ ଦୁଃଖ କଷ୍ଟକୁ ଗୋଟିଏ ସେକେଣ୍ଡ ପାଇଁ ସମାଧାନ କରିଦେଇଥାଏ। ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ମନକୁ ନିୟନ୍ତ୍ରଣ କିପରି କରିବା। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ମଣିଷର ମନ ହିଁ ତାର ସବୁଠାରୁ ବଡ଼ ବନ୍ଧୁ ଏବଂ ସବୁଠାରୁ ବଡ଼ ଶତ୍ରୁ। ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥି ବଳବଦୃଢ଼ଂ ତସ୍ୟ ହଂ ନିଗ୍ରହଂ ମନ୍ୟଂ ବାୟୋରିବ ସୁଦୁଷ୍କରମ୍। ଅର୍ଜୁନ ଯେତେବେଳେ କହିଲେ ଯେ ମନ ପବନ ଭଳି ଚଞ୍ଚଳ, ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ, ସେତେବେଳେ ଶ୍ରୀକୃଷ୍ଣ କହିଥିଲେ, ଅଭ୍ୟାସ ଓ ବୈରାଗ୍ୟ, ନିରନ୍ତର ଅଭ୍ୟାସ ଏବଂ ବୈରାଗ୍ୟ ଦ୍ୱାରା ଚଞ୍ଚଳ ମନକୁ ବଶ କରାଯାଇପାରେ। ଯଦି ଆପଣ ମନକୁ ନିୟନ୍ତ୍ରଣ ନ କରିବେ, ତେବେ ଏହା ଏକ ଶତ୍ରୁ ଭଳି କାମ କରିବ ଏବଂ ଆପଣଙ୍କୁ ସବୁବେଳେ ଚିନ୍ତାଗ୍ରସ୍ତ କରିବ। ତେଣୁ ମନର ଚିନ୍ତାକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ। ଦର୍ଶକ ବନ୍ଧୁ, ମନ କହୁଛି ଯେ ସେଠି ଗୋଟିଏ ସୁନ୍ଦର ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ ଚାଲିଛି, କିନ୍ତୁ ଆପଣ ନିରାମିଷ। ତାପରେ ବି ମନ ବାରମ୍ବାର ଡାକୁଛି, ଥରୁଟିଏ ଖାଇଦେବି, କିଏ ଦେଖୁଛି। ମନକୁ ସବୁବେଳେ କଣ୍ଟ୍ରୋଲ କରନ୍ତୁ। ଯାହା ବି ହେଇଯାଉ, ବାରମ୍ବାର ପାଠ ପଢିବାକୁ ଇଚ୍ଛା ହେଉଛି, କିନ୍ତୁ ସାମ୍ନାରେ ସେଇ ଇନଷ୍ଟାଗ୍ରାମ, ଫେସବୁକ୍ ଆସିଯାଉଛି। ନିଜ ମନକୁ ନିୟନ୍ତ୍ରଣ କରନ୍ତୁ। ବାରମ୍ବାର ଆପଣ ଦୁଃଖକୁ ଭୁଲିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ବାରମ୍ବାର ମନ କହୁଛି ଯେ ସେହି ପୁରୁଣା ସ୍ମୃତି ସବୁ ପୁଣି ଥରେ ଆପଣଙ୍କ ମନକୁ ଆସିଯାଉଛି। ଆପଣଙ୍କୁ ଯେଉଁମାନେ ବହୁତ କଟୁ କଥା କହିଛନ୍ତି, ସେମାନଙ୍କର କଥା ଆପଣଙ୍କର କାନରେ ବାରମ୍ବାର ବାଜୁଛି। ଆପଣ ନିଜ ମନକୁ ସେତେବେଳେ କଣ୍ଟ୍ରୋଲ କରିବେ। ଅଭ୍ୟାସ, ଆଜି ଆପଣଙ୍କୁ ଇଚ୍ଛା ହେଉଛି, କାଲି ଆପଣ କଣ୍ଟ୍ରୋଲ କରନ୍ତୁ, କାଲିକି ପୁଣି କଣ୍ଟ୍ରୋଲ କରିବେ। ଅଭ୍ୟାସ ଦ୍ୱାରା ଆପଣ ସବୁ କିଛି ବଦଳାଇ ପାରିବେ। ଏବେ ଦେଖନ୍ତୁ, ଦ୍ୱିତୀୟରେ, କର୍ମ ଉପରେ ଅଧିକାର, ଫଳ ଉପରେ ନୁହେଁ। କେବେ ଆପଣ ଏଇ ଜିନିଷକୁ ଆପଣ ମାନେ ଭାବିଛନ୍ତି ଯେ କର୍ମ ଉପରେ ଆମର ଅଧିକାର ଅଛି, ଫଳ ଉପରେ ନୁହେଁ? ଏହାର ସଠିକ ଉତ୍ତର କଣ ଆପଣ ଜାଣିଛନ୍ତି? ଦର୍ଶକ ବନ୍ଧୁ, ଯଦି ମୁଁ ନିଜର ଅନୁଭୂତି କହୁଛି, ଏହାକୁ ତ ମୁଁ ଆଜି ଯାଏଁ ବି ଭଲ ଭାବରେ ଜାଣିପାରିନଥିଲି। କିନ୍ତୁ ଏବେ ଦେଖନ୍ତୁ, ଆମର ଅଧିକାଂଶ ହତାଶାର କାରଣ ହେଉଛି ଆମର ଭବିଷ୍ୟତର ଫଳ ବିଷୟରେ ଆମେ ଅଧିକ ଚିନ୍ତା କରିଥାଉ। ଏଥିପାଇଁ ଗୀତାର ସବୁଠୁ ପ୍ରସିଦ୍ଧ ଶ୍ଲୋକ ହେଉଛି, କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ମା କର୍ମ ଫଳ ହେତୁର୍ଭୂର୍ମା ତେ ସଙ୍ଗସ୍ତୁ କର୍ମଣି। ଦର୍ଶକ ବନ୍ଧୁ, କର୍ମ ହିଁ ତୁମର କର୍ତ୍ତବ୍ୟ। ତୁମର ଅଧିକାର କେବଳ କର୍ମ କରିବା ଉପରେ ଅଛି, କଦାପି ତାର ଫଳ ଉପରେ ନୁହଁ। ମନେ ରଖନ୍ତୁ, ଆପଣ ଯଦି ଗୋଟିଏ ଜବ୍ କରୁଛନ୍ତି, ନିରନ୍ତର କର୍ମ କରନ୍ତୁ। ଯଦି ଆପଣଙ୍କର ପ୍ରମୋସନ ହେଉନାହିଁ, ଯଦି ଆପଣ ଉନ୍ନତି କରିପାରୁନାହାନ୍ତି, ତେବେ ଆପଣ ନିରନ୍ତର ଈଶ୍ୱରଙ୍କୁ ଡାକି କର୍ମ କରନ୍ତୁ ଏବଂ ସତ୍ ମାର୍ଗରେ କର୍ମ କରନ୍ତୁ। ଆପଣଙ୍କୁ ଟିକେ କଷ୍ଟ ଲାଗିବ, କିନ୍ତୁ ଦିନେ ନା ଦିନେ ଆପଣଙ୍କୁ ତାର ଫଳ ନିଶ୍ଚୟ ମିଳିବ। ଆପଣ ଭଲ କରନ୍ତୁ, ଖରାପ କରନ୍ତୁ, ଆଜି ଆପଣଙ୍କୁ ଅନ୍ୟକୁ ଯେଉଁ ଗାଳି କରୁଛନ୍ତି, ସେହି ଗାଳି ଦିନେ ଆପଣଙ୍କ ଉପରକୁ ରିଟର୍ନ ଆସିବ। ଯଦି ଆପଣ କୌଣସି ଦୁଃଖୀ ଅସହାୟ ଲୋକକୁ କିଛି ଖାଇବାକୁ ଦଉଛନ୍ତି, ତେବେ ବିଶ୍ୱାସ କରନ୍ତୁ, ଯେତେବେଳେ ଆପଣଙ୍କର ବି ଅସୁବିଧା ସମୟ ଆସିବ, କେହି ନା କେହି ବିନା ସ୍ୱାର୍ଥରେ ଆପଣଙ୍କୁ ଖାଇବାକୁ ଦେବ।
ଆପଣଙ୍କୁ ଯଦି ବିଶ୍ୱାସ ହେଉନାହିଁ, ନିଜର ତୃତୀୟ ଚକ୍ଷୁକୁ ଖୋଲିକି ଦେଖନ୍ତୁ। ସବୁବେଳେ ନିଜର ଅନ୍ତରାନ୍ତ ସହିତ କଥା ହୁଅନ୍ତୁ। ସତରେ ଏହି କଥାଟି କେତେ ଦୂର ଯୁକ୍ତାର୍ଥ। ପ୍ରତ୍ୟେକ ଏହି ଦୁନିଆରେ ଯେତେ ଲୋକ ଅଛନ୍ତି, ଆମେ କର୍ମ କରିବାକୁ ଆସିଛେ, କର୍ମର ଫଳ ଉପରେ ନୁହଁ। ଆଜି ଯଦି ଈଶ୍ୱର ଆମକୁ ମୁଠାଟେ ଖାଇବାକୁ ଦଉଛନ୍ତି, କାଲିକି ବି ଦେବେ। ବାସ୍ ପ୍ରଭୁଙ୍କ ଉପରେ ସବୁ ଛାଡ଼ି ଦିଅ। ଏବେ ଦେଖ, ଫଳର ଆଶା ଆମେ କେମିତି ତ୍ୟାଗ କରିବା। ଯେତେବେଳେ ଆମେ କୌଣସି ଫଳ ଆଶା ତ୍ୟାଗ ନ ରଖି କେବଳ ନିଜର 100% ଚେଷ୍ଟା ଦେଇ କାମ କରୁ, ସେତେବେଳେ ମନ ସ୍ୱତଃ ଶାନ୍ତ ହୋଇଯାଏ। ପରିଣାମ ଯାହା ବି ହେଉ, ତାହାକୁ ସ୍ୱୀକାର କରିବାର ସାହସ ଆସେ। ହଁ ଆଜ୍ଞା, ଗୋଟିଏ ଥରରେ ଆପଣଙ୍କ ସହିତ ଏମିତି ହବନି, କିନ୍ତୁ ଧୀରେ ଧୀରେ ଯଦି ଆପଣ ଈଶ୍ୱରଙ୍କର କୃପା ପ୍ରାପ୍ତ ହେବେ ଏବଂ ଆପଣ ବାସ୍ତବିକତାକୁ ଯଦି ଆପଣ ଗ୍ରହଣ କରିଦେବେ, ଆପଣ ବାରମ୍ବାର ଗୋଟିଏ କାମ କରୁଛନ୍ତି, ସେଥିରେ ଫେଲର ଆସୁଛନ୍ତି, ତାହାକୁ ଗ୍ରହଣ କରି ନିଅନ୍ତୁ। ଆପଣଙ୍କର କୋଉଠି ଭୁଲ ଥିଲା, ଚାଲନ୍ତୁ ପୁଣି ଥରେ ତାକୁ ରିପିଟ କରିବା। ଆପଣ ନିଜର ଭୁଲକୁ ଗ୍ରହଣ କରନ୍ତୁ, ଫଳକୁ ତ୍ୟାଗ କରିଦିଅନ୍ତୁ। ଆପଣ ନିଟ୍ ପରୀକ୍ଷାରେ ପାସ୍ ହେବେ କି ଫେଲ ହେବେ, ଆପଣ ଡାକ୍ତର ହେଇପାରିବେ କି ନ ହେଇପାରିବେ, ତ୍ୟାଗ କରନ୍ତୁ ସେହି ଆଶାକୁ, କର୍ମ କରନ୍ତୁ, ପୁରା ମନ ଲଗାଇ କରି କର୍ମ କରନ୍ତୁ। ଯେଉଁ ବି ସ୍ଥିତି, ଯେଉଁ ବି ଷ୍ଟେଜରେ ଆପଣ ଆଜି ଅଛନ୍ତି, ଯେ ବି ଏହି ଭିଡିଓ ଦେଖୁଛନ୍ତି, ବର୍ତ୍ତମାନ ଆପଣ ଯେଉଁ ଷ୍ଟେଜରେ ଅଛନ୍ତି, ଯେଉଁ କର୍ମ କରୁଛନ୍ତି, ଯଦି ସଫଳତା ନ ମିଳୁଛ, ବାରମ୍ବାର କରିବା ଚେଷ୍ଟା କର, ବାରମ୍ବାର କର, ପୁଣି ଥରେ ନୂଆ ରୂପରେ କର, କିଛି କଥା ନାହିଁ, କିନ୍ତୁ କର। ଫଳର ଆଶା ତ୍ୟାଗ କରିଦିଅ। ସ୍ଥିତପ୍ରଜ୍ଞ ହେବା। ଜୀବନର ସୁଖ ଏବଂ ଦୁଃଖ, ସଫଳତା ଏବଂ ବିଫଳତା ଆସିବା ସ୍ୱାଭାବିକ। ଭଗବାନ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଏହି ଦୁଇଟି ଯାକ ସ୍ଥିତିରେ ସମାନ ରହେ, ସେହି ପ୍ରକୃତ ଶାନ୍ତି ପାଏ। ଋତୁ ପରିବର୍ତ୍ତନ ଭଳି ଦୁଃଖ, ସୁଖ ଏବଂ ଦୁଃଖ ହେଉଛି ଶୀତ ଏବଂ ବର୍ଷା ଋତୁ ଭଳି, ଯାହା ଆସେ ଏବଂ ଚାଲିଯାଏ। ସେଗୁଡ଼ିକ ଚିରସ୍ଥାୟୀ ନୁହନ୍ତି। ତେଣୁ ସୁଖରେ ଅତ୍ୟଧିକ ଆନନ୍ଦିତ ହୁଅ ନାହିଁ ଏବଂ ଦୁଃଖରେ ଭାଙ୍ଗି ପଡ଼ନ୍ତୁ ନାହିଁ। ନିଜକୁ ଭିତରୁ ସ୍ଥିର ରଖନ୍ତୁ, କାରଣ ଆଜି ଆପଣ ଯଦି ଦୁଃଖ କରୁଛନ୍ତି, ଏହା ବେଶୀ ଦିନ ରହିବ ନାହିଁ। ଆପଣଙ୍କର ଏହି ସମୟ ବି ଚାଲିଯିବ। ଆଉ ଯଦି ବା ବର୍ତ୍ତମାନ ସୁଖୀ ଅଛନ୍ତି, ଏହି ସମୟ ବି ଚାଲିଯିବ। ପୁଣି ଥରେ ଦୁଃଖ ଆସିବ। ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ। ଯଦି ରାତି ନଥାନ୍ତା, ଦିନ ବି ନଥାନ୍ତା। ଏହି ପରମ ସତ୍ୟକୁ ଆପଣମାନେ ଅନୁଭବ କରନ୍ତୁ ଏବଂ ଆପଣ ଏହାକୁ ସ୍ୱୀକାର କରିଦିଅନ୍ତୁ। ଯିଏ ଈଶ୍ୱରଙ୍କର ଏହି ଇଚ୍ଛାକୁ ସ୍ୱୀକାର କରିଦେଇଛି, ସେ ପରମ ଶାନ୍ତି ପାଉଛି। ଆତ୍ମାର ଅମରତ୍ୱ। ମୃତ୍ୟୁ ଏବଂ କ୍ଷତିର ଭୟ ମଣିଷକୁ ସବୁଠାରୁ ଅଧିକ ହତାଶ କରିଥାଏ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଥିଲେ ଯେ, ଶରୀର ନଶ୍ୱର କିନ୍ତୁ ଆତ୍ମା ଅମର। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ, ନ ଚୈନଂ କ୍ଲେଦୟନ୍ତି ପୋ, ନ ସୟତି ମାରୁତାଃ। ଆତ୍ମାକୁ ଶସ୍ତ୍ର କାଟିପାରେ ନାହିଁ, ନିଆଁ ଜଳାଇ ପାରେ ନାହିଁ, ପାଣି ଓଦା କରିପାରେ ନାହିଁ, କି ପବନ ଶୁଖାଇ ପାରେ ନାହିଁ। ଯେପରି ଆମେ ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ପରିଧାନ କରୁ, ଆତ୍ମା ମଧ୍ୟ ସେହିପରି ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀର ଗ୍ରହଣ କରେ। ତେଣୁ କୌଣସି ପ୍ରକାରର କ୍ଷତି ପାଇଁ ଆମେ ଦୀର୍ଘ ସମୟ ଧରି ଶୋକ କରିବା ଅନୁଚିତ। ଏବେ ବାସନା, କ୍ରୋଧ ଏବଂ ଲୋଭରୁ କିପରି ମୁକ୍ତି କରିବା? ଆମ ମନ ଅଶାନ୍ତ ହେବାର ମୂଳ କାରଣ ହେଉଛି ଆମ ଭିତରେ ଥିବା ନକାରାତ୍ମକ ଭାବନା। ଗୀତାରେ କୁହାଯାଇଛି, ତ୍ରିବିଧଂ ନରକ ସେଦ୍ୟଂ ଦ୍ୱାରଂ ନାଶନ ମାତ୍ମନଃ, କାମଃ କ୍ରୋଧସ୍ତଥା ଲୋଭସ୍ତସ୍ମା ଦେତତ୍ରୟଂ ତ୍ୟାଜତେ। କାମ ନା ବାସନା, କ୍ରୋଧ ଏବଂ ଲୋଭ, ଏହି ତିନୋଟି ହେଉଛି ନରକର ଦ୍ୱାର, ଯାହା ମଣିଷର ଆତ୍ମାକୁ ବିନାଶ କରିଦିଏ। ଯେତେବେଳେ ଆମର କୌଣସି ଇଚ୍ଛା ପୂରଣ ହୁଏ ନାହିଁ, ସେତେବେଳେ କ୍ରୋଧ ସୃଷ୍ଟି ହୁଏ। କ୍ରୋଧରୁ ସମ୍ମୋହ ବା ବୁଦ୍ଧିଭ୍ରମ ହୁଏ ଏବଂ ବୁଦ୍ଧି ନାଶ ହେଲେ ମଣିଷର ପତନ ଘଟେ। ତେଣୁ ଶାନ୍ତି ପାଇବାକୁ ହେଲେ କ୍ରୋଧ ଓ ଅତ୍ୟଧିକ ଆଶାକୁ ତ୍ୟାଗ କରିବାକୁ ହେବ। ହଁ ଆଜ୍ଞା, ବର୍ତ୍ତମାନ ଯାହା ପାଉଛନ୍ତି ସେତିକିରେ ଖୁସି ରୁହନ୍ତୁ। ଥରୁଟିଏ ଆପଣ ଏହି ପ୍ରକୃତିର ନିୟମକୁ ଗ୍ରହଣ କରନ୍ତୁ, ଦେଖିବେ ଆପଣଙ୍କ ଜୀବନରେ ସେ ସବୁ ହବ। ସମୟ ପୂର୍ବରୁ କାହାକୁ କେବେ କିଛି ମିଳିନାହିଁ। ଯଦି 24 ଘଣ୍ଟାରେ ଆମେ ଆମ ସୁଖକୁ ପୁଣି ଥରେ ପାଇଯିବା ବୋଲି କୌଣସି ଆପଣ ଭଣ୍ଡ ବାବାଙ୍କ ପାଖକୁ ଯାଉଛନ୍ତି, ତାହେଲେ ମନେ ରଖନ୍ତୁ, ସେମିତି ହୋଇଥିଲେ 9 ମାସ ଯାଇ ଗୋଟିଏ ଶିଶୁ ତା ମା ଗର୍ଭରେ ରହିନଥାନ୍ତା, ସେ ବି 24 ଘଣ୍ଟାରେ ଏହି ଦୁନିଆକୁ ଦେଖି ଦେଇଥାନ୍ତା। ତେଣୁ ସବୁବେଳେ ସମୟକୁ ଆପଣମାନେ ଅପେକ୍ଷା କରାନ୍ତୁ, ଯେମିତି ସେ ଆପଣଙ୍କୁ ଅପେକ୍ଷା କରୁଛି। ପ୍ରକୃତି ଯଦି ଆପଣଙ୍କୁ କୌଣସି ଜିନିଷ ଦେଉନାହିଁ, ମନେ ରଖନ୍ତୁ, ଏହା ପଛରେ ଗୋଟିଏ ବିରାଟ ବଡ଼ ପରିବର୍ତ୍ତନ ଅଛି। ଦର୍ଶକ ବନ୍ଧୁ, ଯଦି ଆପଣ ବର୍ତ୍ତମାନ ଦୁଃଖ ପାଉଛନ୍ତି ଏବଂ ଦୁଃଖରୁ କ୍ରୋଧକୁ ଆସୁଛନ୍ତି,
ଥରୁଟେ ନିୟନ୍ତ୍ରଣ କରନ୍ତୁ। ପଛରେ ଆପଣ ଭାବିବେ, ଯଦି ଏଇ ଦୁଃଖ ଆସିନଥାନ୍ତା ମୁଁ ଆଜି ଏତେ ବଡ଼ ସଫଳତା ପ୍ରାପ୍ତ କରିପାରିନଥାନ୍ତି। ନିଜର ମନକୁ ସଦା ସର୍ବଦା ଶାନ୍ତ ରଖନ୍ତୁ। ଶରଣାଗତି ଓ ବିଶ୍ୱାସ। ସବୁ ଚେଷ୍ଟା ପରେ ମଧ୍ୟ ଯଦି ଆପଣ ନିରାଶ ଅନୁଭବ କରୁଛନ୍ତି, ତେବେ ସେହି ପରମାତ୍ମାଙ୍କ ଉପରେ ସବୁକିଛି ସମର୍ପଣ କରିଦିଅନ୍ତୁ। ଗୀତାର ଶେଷ ଆଡ଼କୁ ଶ୍ରୀକୃଷ୍ଣ କହିଛନ୍ତି, ସର୍ବଧର୍ମାନ୍ ପରିତ୍ୟାଜ୍ୟ ମାମେକଂ ଶରଣଂ ବ୍ରଜ, ଅହଂ ତ୍ୱଂ ସର୍ବପାପେଭ୍ୟଃ ମୋକ୍ଷୟିଷ୍ୟାମି ମା ଶୁଚଃ। ସମସ୍ତ ଚିନ୍ତା, ଭୟ ଏବଂ ଦ୍ୱନ୍ଦ୍ୱକୁ ଛାଡ଼ି କେବଳ ଈଶ୍ୱରଙ୍କ ଶରଣାଗତ ହୁଅନ୍ତୁ। ବିଶ୍ୱାସ ରଖନ୍ତୁ ଯେ ଯିଏ ସମଗ୍ର ସୃଷ୍ଟିକୁ ଚଳାଉଛନ୍ତି, ସେ ଆପଣଙ୍କୁ କଦାପି ଏକା ଛାଡ଼ିବେ ନାହିଁ। ଯେତେବେଳେ ଆପଣ ନିଜର ଭାର ଭଗବାନଙ୍କୁ ଅର୍ପଣ କରିଦିଅନ୍ତି, ସେତେବେଳେ ଆପଣ ହାଲକା ଅନୁଭବ କରିବେ ଏବଂ ସେ ତାଙ୍କ କାମ କରିବା ଆରମ୍ଭ କରିଦେବେ। ଯେତେବେଳେ ବି ଆପଣ ନିରାଶ ହେଉଛନ୍ତି, ଥରୁଟେ ଈଶ୍ୱରଙ୍କ ଉପରେ ସବୁ କିଛି ଛାଡ଼ି ଦିଅନ୍ତୁ ଏବଂ ଆପଣ ଟିକେ ରେଷ୍ଟ ନେଇଯାଆନ୍ତୁ। ଯଦି ଆପଣ କୌଣସି ଜବ୍ ପାଇଁ ବହୁତ କଷ୍ଟ ପାଉଛନ୍ତି, ଥରୁଟେ ଚେଷ୍ଟା କରିବା ବନ୍ଦ କରିଦିଅନ୍ତୁ। 2-3 ଦିନ ନିଜ ମନକୁ ରିଲାକ୍ସ କରନ୍ତୁ। କ'ଣ ଭୁଲ ହୋଇଥିଲା ପୁଣି ରିପିଟ୍ କରାନ୍ତୁ। କୌଣସି ପରୀକ୍ଷା, କୌଣସି କାମ, କୌଣସି ବ୍ୟବସାୟ, ଟିକେ ମନକୁ ଶାନ୍ତ କରନ୍ତୁ। ଈଶ୍ୱରଙ୍କ ଉପରେ ସବୁ ଛାଡ଼ି ଦିଅନ୍ତୁ ଏବଂ ପୁଣି ଥରେ ନୂଆ କରି ଆରମ୍ଭ କରାନ୍ତୁ। ସେହି 2-3 ଦିନର ଗ୍ୟାପ୍ ଭିତରେ ଭଗବାନ ଆପଣଙ୍କୁ ଗୋଟେ ନୂଆ ରାସ୍ତା ଦେଖାଇଦେବେ। କୌଣସି ନା କୌଣସି ରୂପରେ କେହି ନା କେହି ଆପଣଙ୍କୁ ଏମିତି ସଜେସନ ଦେବ, ଯାହା ଆପଣମାନେ ଭାବିବେ ଯେ ଏହା ସ୍ୱୟଂ ଈଶ୍ୱର ହିଁ ମୋ ପାଖକୁ ଏହି ମୂଲ୍ୟବାନ ବାଣୀଟି ପଠାଇଛନ୍ତି। ଆଜିର ସମୟ ପାଇଁ ମୂଲ୍ୟବାନ ସୂତ୍ର ହେଉଛି, ଯାହା ହେଲା ଭଲ ହେଲା, ଯାହା ହେଉଛି ଭଲ ହେଉଛି, ଯାହା ହେବ ତାହା ମଧ୍ୟ ଭଲ ହିଁ ହେବ। ଆପଣ ଅତୀତ ପାଇଁ ଅନୁତାପ କରନ୍ତୁ ନାହିଁ କି ଭବିଷ୍ୟତ ପାଇଁ ଚିନ୍ତା କରନ୍ତୁ ନାହିଁ। ବର୍ତ୍ତମାନ ସମୟରେ ବଞ୍ଚିବା ଶିଖନ୍ତୁ। ଆପଣ ଏହି ଦୁନିଆକୁ କ'ଣ ଆଣିଥିଲେ ଯେ ଯାହା ହରାଇ ଦେଲେ? ଆପଣ କ'ଣ ସୃଷ୍ଟି କରିଥିଲେ ଯାହା ନଷ୍ଟ ହୋଇଗଲା? ଆପଣ ଯାହା ନେଲେ ଏହିଠାରୁ ନେଲେ, ଯାହା ଦେଲେ ଏହିଠାରେ ହିଁ ଦେଲେ। ଆଜି ଯାହା ଆପଣଙ୍କ ପାଖରେ ଅଛି, କାଲି ତାହା ଅନ୍ୟ କାହାର ଥିଲା ଏବଂ ପରଦିନ ତାହା ଆଉ କାହାର ହୋଇଯିବ। ପରିବର୍ତ୍ତନ ହିଁ ସଂସାରର ବଡ଼ ନିୟମ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ହେ ମାନବ, ତୁମେ ନିଜକୁ ଦୁର୍ବଳ ଭାବ ନାହିଁ। ତୁମ ଭିତରେ ହିଁ ଅସୀମ ଶକ୍ତିର ଉତ୍ସ ରହିଛି। ଆଖି ବନ୍ଦ କରନ୍ତୁ, ଗଭୀର ଶ୍ୱାସ ନିଅନ୍ତୁ ଏବଂ ନିଜର ସମସ୍ତ ଦୁଃଖ କଷ୍ଟକୁ ଶ୍ରୀକୃଷ୍ଣଙ୍କ ଚରଣରେ ସମର୍ପଣ କରିଦିଅନ୍ତୁ। ଗୀତାର ଏହି ଜ୍ଞାନ ଆପଣଙ୍କ ମନରେ ଏକ ନୂତନ ଶକ୍ତି, ଧୈର୍ଯ୍ୟ ଏବଂ ଅସୀମ ଶାନ୍ତି ଭରିଦେବ। ଯେତେବେଳେ କୌଣସି ବି କାମରେ ଆପଣଙ୍କୁ ଅସଫଳ ମିଳୁଛି, ତେବେ ଥରୁଟିଏ ଆପଣ କ'ଣ କରନ୍ତୁ ନା, ସେହି କାମକୁ ବ୍ରେକ୍ ଦିଅନ୍ତୁ। 2-3 ଦିନ ଚୁପ୍ ହୋଇକି ବସନ୍ତୁ। ପୁଣି ଥରେ ସେହି କାମକୁ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ। ନିଜର ଭୁଲକୁ ସୁଧାରନ୍ତୁ। ଅନ୍ୟକୁ ଦୋଷ ଦେବା ବଦଳରେ ପ୍ରଥମେ ଥରେ ନିଜକୁ ଦେଖିଲେ ତ, କ'ଣ ତୁମେ ଠିକ ଅଛ? କ'ଣ ତମର ସବୁ କର୍ମ ଠିକ ଅଛି? ତେଣୁ ଅନ୍ୟକୁ ଦୋଷ ଦେବା ଆଗରୁ ନିଜକୁ ପରଖନ୍ତୁ। ଯିଏ ନିଜର ଦୋଷ ବାହାର କରିଥାଏ, ସିଏ ଏ ଦୁନିଆର ସବୁଠାରୁ ସୁଖୀ ମଣିଷ ଅଟେ। ବର୍ତ୍ତମାନର ପରିସ୍ଥିତିକୁ ନେଇକରି କେବେ ବି ଗର୍ବ କରନ୍ତୁ ନାହିଁ। ଏ ସମୟ ବଦଳିଯିବ, ପୁଣି ଦୁଃଖ ଆସିବ, ପୁଣି ସୁଖ ଆସିବ। ସେଥିପାଇଁ ମନ ହାଲକା କରନ୍ତୁ ଆଉ ଯାହା ହେଉଛି ଈଶ୍ୱରଙ୍କ ଇଚ୍ଛାରେ ହେଉଛି। ଜୟ ଜଗନ୍ନାଥ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ।